ଗାଁ ନାମ ଥିଲା ନଖୁପଡ଼ା। ଏକ ପାହାଡ଼ି ଅଞ୍ଚଳ ଛୋଟ ଗାଁ, ଯାହା ଜଳ ପାଇଁ ଜଣାଶୁଣା ଥିଲା। ସେଠି ରହୁଥିଲେ ଏକ ଜଣେ ଶାନ୍ତ ଓ ଶ୍ରମିକ ଛୋଟ ଗାଁ ଜୁମିଆ। ଜୁମିଆ ହେଉଥିଲେ ଗୋଟିଏ ଗରିବ କିନ୍ତୁ ଗରିମାଶୀଳ କିସାନ, ଯିଏ ତାଙ୍କର ମାଟିକୁ ମା ଭାବେ ଭଲ ପାଉଥିଲେ। ତାଙ୍କ ପାଖ ଥିଲେ ଗୋଟିଏ ପୁରୁଣା ଝରଣା, ଯାହା ତାଙ୍କର ଜୀବନର ଅବିଭାଜ୍ୟ ଅଂଶ ଥିଲା। ଝରଣା ଜଳରେ ସେ ଚାଷ କରୁଥିଲେ, ପାଣି ଆଣୁଥିଲେ ଓ ମନର ଶାନ୍ତି ମିଳୁଥିଲା। ଏହି ଝରଣା ଏକ ଦିନ ଶୁଖିଯାଇଲା। ଗାଁ ଲୋକ ଭୟଭୀତ ହେଲେ। କିଏ ଜାଣିଲେ ଉପର ମାଉଣ୍ଟେନରେ ଗଛ କଟା ହେବାରୁ ଜଳସ୍ରୋତ ଶୁଖିଯାଇଛି। ଲୋକେ ନିରାଶ, କିନ୍ତୁ ଜୁମିଆ ଚୁପ ରହିଲେ ନାହିଁ। ସେ ନିଜେ ଝରଣା ଉତ୍ସର ଚାଲିଗଲେ। ଦେଖିଲେ କିପରି ସ୍ରୋତ ଅବରୋଧ ହେଇଛି। ଜନ୍ମ ପ୍ରଥମ ଥର ପାଇଁ 3 ଦିନ ଘର ଛାଡ଼ି ଅନ୍ତର ଜଙ୍ଗଲକୁ ପାहिले। ଏକା ହାତେ କଷି, 2 ହାତରେ ମାପି ଯାଆନ୍ତି। କୋରାପୁଟ ଜିଲ୍ଲା ଏକ ଛୋଟ ଗାଁ ମାଲିଗୁଡ଼ା। ସେଠାରେ ଥିଲେ ଏକ ଯୁବକ, ନାମ ଥିଲା ବିମଲ। ବିମଲ ଜଙ୍ଗଲ ଚାରେ ଘେରା ଗାଁରେ ଜୀବିକା ପାଇଁ ବନରୁ କାଠ ଆଣି ବିକ୍ରି କରୁଥିଲେ। ସେ ମାତ୍ର 9ମ ଶ୍ରେଣୀ ପଢ଼ିଛି, କିନ୍ତୁ ସେ ଭଲ ମଣିଷ ଥିଲେ ଏବଂ ସବୁବେଳେ ଲୋକଙ୍କୁ ସାହାଯ୍ୟ କରୁଥିଲେ। ଏକ ଦିନ ବିମଲ ଜଙ୍ଗଲ ରାସ୍ତାରେ କାଠ ବୋହି ଆସୁଥିଲେ। ହଠାତ୍ ଝଡ଼ ଆସିଗଲା। ବଡ଼ ଗଛଗୁଡ଼ିକ ହେଲିଘୋରି ଝଡ଼ି ପଡ଼ିଥିଲେ। ସେ ଦେଖିଲେ ଏକ ଜଣେ ବୁଢ଼ା ମଣିଷ ଏକ ଗଛ ତଳେ ଅଟକିଗଲେ। ବିମଲ ନିଜ କାଠ ଛାଡ଼ି ସେଠୁ ପାଖକୁ ଦେଖି ଓ ଗଛ ତାଡ଼ି ହଟାଇ ଲୋକଟିକୁ ବାହାର କରିଲେ। ସେ ବୁଢ଼ା ମଣିଷ ଥିଲେ ଗାଁ ନିକଟବର୍ତ୍ତୀ ଦଣ୍ଡପାଣି ମନ୍ଦିର ପଣ୍ଡିତ ଜଗନ୍ନାଥ। ସେ ବିମଲକୁ ଆଶୀର୍ବାଦ ଦେଲେ। କୋରାପୁଟ ଜିଲ୍ଲାରେ ଏକ ଛୋଟ ଗାଁ ମାଲିଗୁଡ଼ା। ସେଠାରେ ଥିଲେ ଏକ ଯୁବକ। କୋରାପୁଟ ଜିଲ୍ଲାରେ ଏକ ଛୋଟ ଗାଁ, ନାମ ଥିଲା ବିମଲ। ବିମଲ ଜଙ୍ଗଲ ଚାଏ ଘେରା ଗାଁରେ ଜୀବିକା ପାଇଁ ବନରୁ କାଠ ଆଣି ବିକ୍ରି କରୁଥିଲେ। ସେ ମାତ୍ର 9ମ ଶ୍ରେଣୀ ପଢ଼ିଛି, କିନ୍ତୁ ସେ ଭଲ ମଣିଷ ଥିଲେ। ଅତଚେତାକ ଏବଂ ସବୁବେଳେ ଲୋକଙ୍କୁ ସାହାଯ୍ୟ କରୁଥିଲେ। ଏକ ଦିନ ବିମଲ ଜଙ୍ଗଲ ରାସ୍ତାରେ କାଠ ବୋହି ଆସୁଥିଲେ। ହଠାତ୍ ଝଡ଼ ଆସିଗଲା। ବଡ଼ ଗଛଗୁଡ଼ିକ ହେଲିଘୋରି ଝଡ଼ି ପଡ଼ୁଥିଲା। ସେ ଦେଖିଲେ ଏକ ଜଣେ ବୁଢ଼ା ମଣିଷ ଏକେତେ ଅଟକିଗଲେ। ବିମଲ ନିଜ କାଠ ଛାଡ଼ିଦେ। ସେ ଠୁପାଙ୍କ ଦେଖିଲେ ଓ ଗଛ ଟାଣି ହଟାଇ ଲୋକଟିକୁ ବାହାର କରିଲେ। ସେ ବୁଢ଼ା ମଣିଷ ହେଲିଘୋରି ଗାଁ ନିକଟବର୍ତ୍ତୀ ପଣ୍ଡିତ ଜଗନ୍ନାଥ ବିମଲଙ୍କ କୋରାପୁଟ ଜିଲ୍ଲା ଏକ ଛୋଟ ଗାଁ ମାଲିଗୁଡ଼ା। ସେଠାରେ ଥିଲେ ଏକ ଯୁବକ, ନାମ ଥିଲା ବିମଲ। ବିମଲ ଜଙ୍ଗଲ ଚାରେ ଘେରା ଗାଁରେ ଜୀବିକା ପାଇଁ ବନରୁ କାଠ ଆଣି ବିକ୍ରି କରୁଥିଲେ। ସେ ମାତ୍ର 9ମ ଶ୍ରେଣୀ ପଢ଼ିଛି, କିନ୍ତୁ ସେ ଭଲ ମଣିଷ ଥିଲେ ଏବଂ ସବୁବେଳେ ଲୋକଙ୍କୁ ସାହାଯ୍ୟ କରୁଥିଲେ। ଏକ ଦିନ ବିମଲ ଜଙ୍ଗଲ ରାସ୍ତାରେ କାଠ ବୋହି ଆସୁଥିଲେ। ହଠାତ୍ ଝଡ଼ ଆସିଗଲା। ବଡ଼ ଗଛଗୁଡ଼ିକ ହେଲିଘୋରି ଝଡ଼ି ପଡ଼ିଥିଲେ। ସେ ଦେଖିଲେ ଏକ ଜଣେ ବୁଢ଼ା ମଣିଷ ଏକ ଗଛ ତଳେ ଅଟକିଗଲେ। ବିମଲ ନିଜ କାଠ ଛାଡ଼ି ସେଠୁ ପାଖକୁ ଦେଖି ଓ ଗଛ ତାଡ଼ି ହଟାଇ ଲୋକଟିକୁ ବାହାର କରିଲେ। ସେ ବୁଢ଼ା ମଣିଷ ଥିଲେ ଗାଁ ନିକଟବର୍ତ୍ତୀ ଦଣ୍ଡପାଣି ମନ୍ଦିର ପଣ୍ଡିତ ଜଗନ୍ନାଥ। କାହାଣୀ ନାମ ଧାନତଳାର ଆଶା। ପାତ୍ର ଘନଶ୍ୟାମ, ତାଙ୍କ ଝିଅ ମାଳତୀ, ଗାଁ ଲୋକ ଏବଂ ଏକ ସହରଠାରୁ ଆସିଥିବା ଉନ୍ନତ ଚାଷ ବିଜ୍ଞାନୀ। ଘନଶ୍ୟାମ ଥିଲେ କୋରାପୁଟ